ଯଦି ଆପଣଙ୍କ ଜୀବନର ଉଦ୍ଦେଶ୍ୟ କ'ଣ ଆପଣ ଜାଣିନାହାନ୍ତି, ତାହେଲେ ଈଶ୍ୱରଙ୍କର ବାକ୍ୟ ପ୍ରତ୍ୟେକ ଦିନ ପଢ଼ନ୍ତୁ। ଈଶ୍ୱରଙ୍କ ବାକ୍ୟ ଆମ ଜୀବନର ଉଦ୍ଦେଶ୍ୟକୁ ପ୍ରକାଶ କରିଥାଏ। ଦ୍ୱିତୀୟ ତିମୋଥୀ 3:16 ଏବଂ 17ରେ ସାଧୁ ପାଉଲ ତିମୋଥୀଙ୍କ ନିକଟକୁ ଲେଖି କହୁଅଛନ୍ତି, ସମସ୍ତ ଶାସ୍ତ୍ର ଈଶ୍ୱର ନିଷ୍ପେଷିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ। ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ଆମ୍ଭେମାନେ ଯେଉଁ ବାକ୍ୟ ପଢ଼ୁଅଛୁ, ଯେଉଁ ବାଇବଲ ଧରୁଅଛୁ, ତାହା କୌଣସି ପ୍ରକାର ସାଧାରଣ ପୁସ୍ତକ ନୁହେଁ। ତାହା ଏକ ଅଲୌକିକ ପୁସ୍ତକ ଅଟେ। ଈଶ୍ୱରଙ୍କ ମୁଖ ନିର୍ଗତ ବାକ୍ୟ ସେଠାରେ ଲେଖାଯାଇଅଛି। ପବିତ୍ର ଆତ୍ମାଙ୍କ ଅନୁପ୍ରେରଣା ଦ୍ୱାରା ଈଶ୍ୱରଙ୍କର ଦାସମାନେ ଈଶ୍ୱରଙ୍କର ବାକ୍ୟ ଲେଖିଅଛନ୍ତି। ଆଉ ସେହି ବାକ୍ୟରେ ଜୀବନ ଅଛି। ମୋର ପ୍ରିୟମାନେ, ଆପଣ ପ୍ରତ୍ୟେକ ଦିନ ସେହି ବାକ୍ୟକୁ ପଢ଼ନ୍ତୁ ଏବଂ ଆପଣଙ୍କ ଜୀବନର ଉଦ୍ଦେଶ୍ୟକୁ ଆପଣ ବୁଝନ୍ତୁ।